ଆଜି ସକାଳ ଖାଇବାରେ ଆମର ଟିକେ ବି ହେଲେ ଝିଞ୍ଝଟ ନାହିଁ, କାରଣ ଆଜି ରୋଷେଇ ହିଁ ନାହିଁ। ତ ଆଜି ସାର୍ କହିଲେ ଶୀଘ୍ର ପଳେଇବେ ବୋଲି, ସେଇଥିପାଇଁ ମତେ କହିଲେ ମତେ ଟିକେ ଜଳଖିଆ କଣ ଦେଇଦେ, ମୁଁ ପଳେଇବି, ମୁଁ 11ଟା ବେଳକୁ ପଳେଇ ଆସିବି। ତ ସେଇଥିପାଇଁ ମୁଁ କହିଲି 11ଟା ବେଳକୁ ପଳେଇ ଆସିବ ଯଦି ରୁଟି କରିବି। ସାର୍ ମନା କଲେ, କହିଲେ ନା ରୁଟି କରନା। ତ ଛୁଆ ବି ଟିଫିନରେ ଆଜି ଇପି ନେଇକି ଯାଇଛନ୍ତି, ସେଥିପାଇଁ ତାଙ୍କ ତାଙ୍କ ଟିଫିନ ପାଇଁ ବି ମତେ ଆଜି ଟେନସନ ନେବାକୁ ପଡିନି। ଆଉ ଯେହେତୁ ସାର୍ ରୁଟି ନ ଖାଇବେ ତ ଲଞ୍ଚ ବି ନେବେନି, ତ ସେଇଥିପାଇଁ ଆଜି ମୋର ସବୁଠାରୁ ଭଲ ଦିନ। ମୁଁ କହିଲି ଯାହା ହଉ, ଏମିତି ସବୁଦିନ ରାତିକୁ ପାଆନ୍ତାନି କି, ଏମିତିଆ ସକାଳଟା ସବୁଦିନ ହୁଅନ୍ତାନି। ତ ଆମର ଏଠି ସକାଳ ଖାଦ୍ୟ ହଉଛି ମୁଢି, ମିକ୍ସଚର, ଆଉ ରାତିରେ ଯୋଉ ତଡକା କରିଥିଲି ସିଏ ଥିଲା। ତଡକା ତା ଦେହରେ ପିଆଜ, ତା ଦେହରେ କାକୁଡି, ତା ଦେହରେ ପକେଇକି ଭଲସେ ଗୋଳେଇକି ପେଟେ ପେଟେ ଖାଇଦେଲୁ। ଆଜି ବି ମୁଢି ଟା ବହୁତ ଭଲ ଲାଗୁଥିଲା। ମୁଢିରେ ଏମିତି ପାଗ କରି ଖାଇଲେ ବହୁତ ଟେଷ୍ଟି ଲାଗୁଛି ସତରେ। କିନ୍ତୁ ଦିନ ଅଧେ ଏମିତି ଖାଇଦେଇକି ଚଳେଇଦେଲେ ଗଲା ଆଉ। ତ ରୋଷେଇରୁ ଛୁଟି ଆଉ। କାହାକୁ ଏମିତି ମୁଢି ପାଗ ଭଲ ଲାଗେ ତ ପ୍ଲିଜ କମେଣ୍ଟ କରିବେ। ତ ଆମର ଛୁଆ ଦିଟା ତ ନାହାନ୍ତି, ସେମାନେ ସ୍କୁଲ ପଳେଇଛନ୍ତି, ତ ସାର୍ ଏବେ ପଳେଇବେ। ତ ମୁଁ ବି ଏଇ ମୁଢି ଖାଇଦେବି, ମୁଢି ପାଗ। ଆଉ ଖାଇସାରିକି ଲଞ୍ଚ ବନେଇ ଦେଇକି ମୁଁ ବି ଡ୍ୟୁଟି ଯିବି।